ପଞ୍ଚଦଶ ଶତାବ୍ଦୀରୁ ସପ୍ତଦଶ ଶତାବ୍ଦୀ ମଧ୍ୟରେ ପୁନର୍ଜାଗରଣ ମଣିଷର ଜ୍ଞାନର ଦିଗ୍ବଳୟକୁ ପ୍ରସାରିତ କରିପାରିଥିଲା। ବହୁଳ ଭାବରେ ନୂତନ ଉଦ୍ଭାବନ ସହିତ ଭୌଗୋଳିକ ଆବିଷ୍କାର ପାଇଁ ମଣିଷ ମନରେ ଆଶାର ସଞ୍ଚାର ବଢ଼ିଥିଲା। ସୀମାହୀନ ସମୁଦ୍ରର ଅଫୁରନ୍ତ ଜଳରାଶିକୁ ନିୟନ୍ତ୍ରଣ କରି ଜଳପଥ ମାଧ୍ୟମରେ ନୂତନ ଦେଶର ଆବିଷ୍କାର କରିବା ଥିଲା ଅବିସ୍ମରଣୀୟ ଘଟଣା। ଏହି ଦୁଃସାହସିକ ପଦକ୍ଷେପ ମାଧ୍ୟମରେ ଯେଉଁମାନେ ଅସମ୍ଭବକୁ ସମ୍ଭବ କରି ଦେଖାଇ ପାରିଥିଲେ ସେମାନେ ହେଲେ ଖ୍ରୀଷ୍ଟୋଫର କଲମ୍ବସ୍, ଭାସ୍କୋ ଡା ଗାମା, ଫର୍ଡିନାଣ୍ଡୋ ମ୍ୟାଗେଲାନ ଭଳି ସାହସିକ ନାବିକମାନେ। ତେବେ ନମସ୍କାର ଦର୍ଶକ ବନ୍ଧୁ, ମୁଁ ଅଭୟ ଆପଣମାନଙ୍କୁ ସ୍ୱାଗତ କରୁଛି ଦ ଓଡ଼ିଆ ମ୍ୟାଗ୍ନେଟର ଆଉ ଏକ ରୋମାଞ୍ଚକ ଅଧ୍ୟାୟଟିରେ। ତେବେ ମୁଁ କହି ରଖେ କି ଏହି ଭିଡ଼ିଓଟିରେ ଆମେ କେବଳ ଭାସ୍କୋ ଡା ଗାମାଙ୍କର ଭାରତକୁ ଜଳପଥ ଆବିଷ୍କାର ବିଷୟରେ ଜାଣିବା। ଖ୍ରୀଷ୍ଟୋଫର କଲମ୍ବସ୍ ଏବଂ ଫର୍ଡିନାଣ୍ଡୋ ମ୍ୟାଗେଲାନଙ୍କ ପାଇଁ ଆଉ ଗୋଟିଏ ଭିଡ଼ିଓ ବନାଯିବ। ତେବେ ଭିଡ଼ିଓରେ ଆଗକୁ ବଢ଼ିବା ପୂର୍ବରୁ ଯେଉଁମାନେ ନୂଆ କରି ଭିଡ଼ିଓ ଦେଖୁଛନ୍ତି ଭିଡ଼ିଓକୁ ସବସ୍କ୍ରାଇବ୍ କରି ଘଣ୍ଟି ଚିହ୍ନକୁ ଅଲ୍ କରିଦିଅନ୍ତୁ ଏହିଭଳି ରୋମାଞ୍ଚକର ଐତିହାସିକ ଭିଡ଼ିଓ ସର୍ବପ୍ରଥମେ ଦେଖିବା ପାଇଁ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ନିଶ୍ଚିତ ଭାବେ ଭିଡ଼ିଓଟିକୁ ଲାଇକ୍ ଏବଂ କମେଣ୍ଟ କରନ୍ତୁ, କାରଣ ଆପଣମାନଙ୍କର ଗୋଟିଏ ଲାଇକ୍ କମେଣ୍ଟ ଆମର ଭିଡ଼ିଓ ବନେଇବାର ଆଗ୍ରହକୁ ବଢ଼ାଇ ଦେଇଥାଏ। ତେବେ ଚାଲନ୍ତୁ ଭିଡ଼ିଓରେ ଆଗକୁ ବଢ଼ିବା। ଭାସ୍କୋ ଡା ଗାମା 1460 ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗାଲର ଏକ ସମ୍ଭ୍ରାନ୍ତ ବଂଶରେ ଜନ୍ମଗ୍ରହଣ କରିଥିଲେ। ବାଳକ ଅବସ୍ଥାରୁ ସେ ସମୁଦ୍ର ପ୍ରତି ଆକୃଷ୍ଟ ହୋଇ ନାବିକ ଜୀବନଯାପନ କରୁଥିଲେ। କ୍ରମେ ଜଣେ ସୁଦକ୍ଷ ନାବିକ ରୂପେ ତାଙ୍କର ଖ୍ୟାତି ବଢ଼ିଥିଲା। ଶେଷରେ ପର୍ତ୍ତୁଗାଲର ରାଜା ହେନେରୀଙ୍କ ଦ୍ୱାରା ଯଥେଷ୍ଟ ପ୍ରଭାବିତ ହୋଇଥିଲେ। ରାଜା ହେନେରୀ ତାଙ୍କୁ ଭାରତକୁ ଜଳପଥ ଆବିଷ୍କାର କରିବା ପାଇଁ ଉତ୍ତମ ଆଶା ଅନ୍ତରୀପ କେପ୍ ଅଫ୍ ଗୁଡ୍ ହୋପ୍ ଅତିକ୍ରମ କରି ପୂର୍ବ ଦିଗକୁ ଯାତ୍ରା କରିବାକୁ ଆଦେଶ ଦେଲେ। 1497ରେ ଭାସ୍କୋ ଡା ଗାମା 4ଟି ଜାହାଜ ସହିତ ଲିସବନ ବନ୍ଦରରୁ ତାଙ୍କର ନୌଯାତ୍ରା ଆରମ୍ଭ କଲେ। ଉତ୍ତମ ଆଶା ଅନ୍ତରୀପ କେପ୍ ଅଫ୍ ଗୁଡ୍ ହୋପ୍ର ଚାରିପାଖରେ ନୌ ଭ୍ରମଣ କରି ଆଫ୍ରିକାର ପୂର୍ବ ଉପକୂଳସ୍ଥିତ ମାଲାଦିଠାରେ ପହଞ୍ଚିଲେ। ସେଠାରେ ତାଙ୍କର ଜଣେ ଆରବ ନାବିକଙ୍କ ସହିତ ସାକ୍ଷାତ ହେଲା ଓ ସେ ଗାମାଙ୍କୁ ଭାରତ ମହାସାଗର ବାଟ ଦେଇ ଭାରତକୁ ଜଳପଥର ସନ୍ଧାନ ଦେଇଥିଲେ। ଦୀର୍ଘ 10 ମାସରୁ ଉର୍ଦ୍ଧ୍ୱ ଜଳଯାତ୍ରା କରି ଭାସ୍କୋ ଡା ଗାମା ଭାରତର ପଶ୍ଚିମ ଉପକୂଳରେ ଥିବା କେରଳ ରାଜ୍ୟର କାଲିକଟ ନାମକ ସ୍ଥାନରେ 20 ମେ 1498ରେ ପହଞ୍ଚିଥିଲେ। ସେଠାରେ ସେ ଜାମୋରିନ୍ ଉପାଧିଧାରୀ ରାଜାଙ୍କର ଆତିଥେୟତା ଗ୍ରହଣ କଲେ ଏବଂ ରାଜାଙ୍କ ସହିତ ବ୍ୟାପାର ବାଣିଜ୍ୟ ପାଇଁ କଥାବାର୍ତ୍ତା ମଧ୍ୟ କରିଥିଲେ। ସେତେବେଳେ ଭାରତର ମସଲାର ଚାହିଦା ଦେଶବ୍ୟାପୀ ପ୍ରଶଂସିତ ଥିଲା। ତେଣୁ ରାଜା ହେନେରୀ ମଧ୍ୟ ଚାହୁଁଥିଲେ କି ଭାରତରୁ ମସଲା ଆଣି ୟୁରୋପରେ ବ୍ୟାପାର କରି ଲାଭବାନ ହେବା ପାଇଁ। ତେଣୁ ସେ ଭାସ୍କୋ ଡା ଗାମାଙ୍କୁ ଭାରତକୁ ପଠାଇଥିଲେ। ତେବେ ଭାସ୍କୋ ଡା ଗାମା ଭାରତରେ କିଛି ମାସ ରହିଲା ପରେ ପ୍ରାଚ୍ୟ ଭୂଖଣ୍ଡରୁ ବହୁ ଧନରତ୍ନ ନେଇ 1499ରେ ପର୍ତ୍ତୁଗାଲ ଅଭିମୁଖେ ଯାତ୍ରା କଲେ ଏବଂ ପର୍ତ୍ତୁଗାଲର ଲିସବନଠାରେ ଉପସ୍ଥିତ ହୋଇଥିଲେ। ଏହି ନୂତନ ଆବିଷ୍କାର ପାଇଁ ପର୍ତ୍ତୁଗାଲର ରାଜା ହେନେରୀ ତାଙ୍କୁ ଭାରତର ଆଡମିରାଲ ଉପାଧିରେ ଭୂଷିତ କରିଥିଲେ। ସେ ପୁଣି 10ଟି ଜାହାଜ ନେଇ ଭାରତକୁ ଦ୍ୱିତୀୟ ଥର ପାଇଁ ଆସିଥିଲେ। ଶେଷରେ 1524ରେ ସେ ଶେଷ ଥର ପାଇଁ ଭାରତ ଆସିଥିଲେ ଏବଂ ସେହି ବର୍ଷ ଫେରିଯାଇ ସେ ପ୍ରାଣ ତ୍ୟାଗ କରିଥିଲେ। ତେବେ ଯାହା ବି ହେଉ ଭାସ୍କୋ ଡା ଗାମାଙ୍କର ପ୍ରଥମ ଥର ପାଇଁ ଭାରତ ଏବଂ ୟୁରୋପ ମଧ୍ୟରେ ଜଳପଥର ଆବିଷ୍କାର ସାରା ବିଶ୍ୱର ନାବିକମାନଙ୍କୁ ଏକ ଉଦାହରଣ ସୃଷ୍ଟି କରିଥିଲା। ତେବେ ଠିକ୍ ଅଛି, ଆଜି ପାଇଁ ଏତିକି। ମୁଁ ଉପସ୍ଥିତ ହେବି ଆଉ ଏକ ସୁନ୍ଦର ବିଷୟ ନେଇ। ଧନ୍ୟବାଦ। ଜୟ ଜଗନ୍ନାଥ।